ଖଜୁରୀ ପର୍ବ, ବିଜୟ ଯାତ୍ରା, ଭିକ୍ଟ୍ରି ଫେଷ୍ଟିଭାଲ ଓ ପାମ୍ ସଣ୍ଡେ ଏ ପ୍ରକାରେ ଅନେକ ନାମ ଦିଆଯାଇଅଛି ଏହି ପର୍ବକୁ। ଏହା କ'ଣ ଅଟେ ପ୍ରକୃତରେ? ଯୀଶୁଙ୍କର ସମୟରେ ଯେତେବେଳେ ସେ ଜେରୁସାଲେମକୁ ଆସୁଥିଲେ ସେ ସମୟରେ ଏ ପ୍ରକାର ଦୃଶ୍ୟ ଆମେ 4 ମଙ୍ଗଳ ସୁସମାଚାରରେ ଲେଖାଯାଏ। ମାଥ୍ୟୁ, ମାର୍କ, ଲୁକ, ଯୋହନରେ ଲେଖାଯାଏ କି ସେ ବିଜୟ ଯାତ୍ରା କରିଥିଲେ ଏବଂ ସେ ବିଜୟ ଯାତ୍ରା ଗଧ ଉପରେ ବସି ଯେତେବେଳେ ଜେରୁସାଲେମ ନଗରକୁ ପ୍ରବେଶ କଲେ ସେ ସମୟର ଏହି ଦୃଶ୍ୟକୁ ମନେ ପକାଇବା ନିମନ୍ତେ ସମସ୍ତ ଖ୍ରୀଷ୍ଟିଆନ ଚର୍ଚ୍ଚେସ୍ ମାନଙ୍କରେ, ମଣ୍ଡଳୀ ମାନଙ୍କରେ ଏହାକୁ ପାଳନ କରାଯାଇଥାଏ। ତେବେ ଏହାକୁ ଆଜି ମଧ୍ୟ ଖଜୁରୀ ପର୍ବ ବା ପାମ୍ ସଣ୍ଡେ ଭାବରେ ଲୋକମାନେ ପାଳନ କରନ୍ତି। ଏହା ସେ ସମୟର ତତ୍କାଳୀନ ଯିହୁଦୀମାନଙ୍କର ସମୟର ଦୃଶ୍ୟ ଅଟେ। ଆଜି ମଧ୍ୟ ତାକୁ ଅନେକ ଚର୍ଚ୍ଚ ମାନଙ୍କରେ ପାଳନ କରାଯାଉଅଛି। ଯୀଶୁ ନଗର ମଧ୍ୟରେ ଯାଉଥିବା ସମୟରେ ଲୋକମାନେ ଆପଣା ଆପଣା ଲୁଗା ରାସ୍ତା ଉପରେ ବିଛାଇ ଦେଲେ ଏବଂ ଅନେକ ଲୋକମାନେ ଡାଳ ସବୁ କାଟି ଆଣି ରାସ୍ତା ଉପରେ ବିଛାଇ ଦେଲେ ଏବଂ ତା ଉପରେ ଯୀଶୁ ଏବଂ ଲୋକମାନେ ଜେରୁସାଲେମକୁ ଯାତ୍ରା କରିଥିଲେ। ଆଞ୍ଚଳିକ ସଂକୀର୍ତ୍ତନ ମାଧ୍ୟମରେ ଏହାକୁ ଅଲଗା ଅଲଗା ଜାଗାରେ ନିଜ ଢଙ୍ଗରେ ପାଳନ କରାଯାଇଥାଏ। ସମସ୍ତ ପର୍ବ ପାଳନ କଲେ ମଧ୍ୟ ନିଜ ଅଞ୍ଚଳର କେତେକ ପରମ୍ପରାକୁ ସେହି ପର୍ବପର୍ବାଣୀରେ ସବୁ ଜାଗାରେ ଆଡ଼୍ କରି ଦିଆଯାଏ। ତେବେ କିଛିଟା ଅଲଗା ତ ନିଶ୍ଚୟ ଲାଗୁଛି। ଚାଲ ଖଜୁରୀ ପର୍ବକୁ ଆଜି ଆମେ ଏନ୍ଜୟ କରିବା ଏବଂ ଏହା ପରେ ପରେ ଚର୍ଚ୍ଚରେ ଏକ ମହାଜନ ସମୂହ ଦେଖିବାକୁ ପାଇବା ଏବଂ ସେଠାରେ ମଙ୍ଗଳ ସୁସମାଚାର ଗୁଡ଼ିକ ପ୍ରଦାନ କରାଯିବ, ତାକୁ ମଧ୍ୟ ଆମେ ଶୁଣିବା ଏବଂ ଆଜିର ଦିନର ମହତ୍ତ୍ୱକୁ ବୁଝିବାକୁ ଚେଷ୍ଟା କରିବା।